ବର୍ତ୍ତମାନ ପିଲାମାନେ ଦେଶପ୍ରେମ କଏଦୀର ଅଭ୍ୟାସ ପ୍ରଶ୍ନୋତ୍ତର କରିବା। ପ୍ରଥମ ଉତ୍ତର 1 ନମ୍ବର କ, ସବରକର ବନ୍ଦୀ ହେବାର କାରଣ କ'ଣ? ଉତ୍ତର ହେଉଛି ସବରକର ଭାରତରୁ ଇଂରେଜ ଶାସନ ବିଲୋପ କରିବା ପାଇଁ ସଂଗ୍ରାମ କରୁଥିବାରୁ ଇଂରେଜ ସରକାର ତାଙ୍କୁ ବନ୍ଦୀ କରିଥିଲେ। ଖ ନମ୍ବର, ଇଂରେଜ ସାମ୍ବାଦିକ ସବରକରଙ୍କୁ କ'ଣ କହିଥିଲେ? ଇଂରେଜ ସାମ୍ବାଦିକ ସବରକରଙ୍କୁ କହିଥିଲେ ଯେ ତୁମେ ତ ଏକା ନୁହେଁ, ତୁମର ଆଉ 2 ଜଣ ଭାଇଙ୍କୁ ମଧ୍ୟ ଜେଲକୁ ନିଆଗଲାଣି। ଗ, ବିପ୍ଳବୀ ଯୁବକ ବୀରଦର୍ପରେ କି ଉତ୍ତର ଦେଇଥିଲେ? ବିପ୍ଳବୀ ଯୁବକ ବୀରଦର୍ପରେ ଉତ୍ତର ଦେଇଥିଲେ, ଏ ତ ଗୌରବର କଥା, ମୋର ସୌଭାଗ୍ୟ ଯେ ଆମ ପରିବାରର ସମସ୍ତେ ଜନ୍ମଭୂମିର ପରାଧୀନ ଶୃଙ୍ଖଳକୁ ଛିନ୍ନ କରିବା ଲାଗି ବଦ୍ଧପରିକର, ସର୍ବସ୍ୱ ତ୍ୟାଗ କରିବା ପାଇଁ କୃତ ସଂକଳ୍ପ। ଘର ଉତ୍ତର, ଜାହାଜରୁ ଡେଇଁ ପଡ଼ିଥିବା କଏଦୀ ଜଣକ କିଏ ଥିଲେ? ଜାହାଜରୁ ଡେଇଁ ପଡ଼ିଥିବା କଏଦୀ ଜଣକ ଥିଲେ ବିନାୟକ ଦାମୋଦର ସବରକର। 9 ନମ୍ବର, ସବରକର କେଉଁ ଦଳ ଗଠନ କରିଥିଲେ? ସବରକର ମିତ୍ରମେଳା ନାମରେ ଗୋଟିଏ ବିପ୍ଳବୀ ଦଳ ଗଠନ କରିଥିଲେ। ଚ, ସମ୍ବାଦପତ୍ରରୁ ସବରକରଙ୍କ ଭାଷଣ ପଢ଼ି ତିଳକ କ'ଣ କହିଥିଲେ? ସମ୍ବାଦପତ୍ରରୁ ସବରକରଙ୍କ ଭାଷଣ ପଢ଼ି ତିଳକ କହିଥିଲେ, ମହାରାଷ୍ଟ୍ରରେ କ'ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ? ଛ, ସବରକର କାହିଁକି ଲଣ୍ଡନ ଯାଇଥିଲେ? ସବରକର କଲେଜ ଶିକ୍ଷା ଶେଷ କରି ଆଇନ ଅଧ୍ୟୟନ ପାଇଁ ଲଣ୍ଡନ ଯାଇଥିଲେ। ଜ, ସବରକର ଆଣ୍ଡାମାନ ଜେଲରେ କେତେ ବର୍ଷ କଟାଇଥିଲେ? ସବରକର ଆଣ୍ଡାମାନ ଜେଲରେ ଦୀର୍ଘ 10 ବର୍ଷ କାଳ କଟାଇଥିଲେ। 2 ନମ୍ବର କ ହେଉଛି, ବନ୍ଦୀ ନିଜ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ କାହିଁକି ଝୁଲାଇ ଦେଲେ? ଉତ୍ତର ହେଉଛି, ସ୍ନାନାଗାର ମଧ୍ୟରେ ଦର୍ପଣଟି ଏପରି ଖଞ୍ଜା ଯାଇଥିଲା ଯେ ସେଠାରେ ଥିବା ଲୋକ କ'ଣ କରୁଛି ତାହା ବାହାରେ ଥିବା ପ୍ରହରୀ ସବୁ ଦେଖିପାରିବେ। ତେଣୁ ଚତୁର ବନ୍ଦୀ ନିଜର କାର୍ଯ୍ୟକଳାପକୁ ପ୍ରହରୀକୁ ଜଣାଇ ନ ଦେବା ପାଇଁ ନିଜ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ ଝୁଲାଇ ଦେଲେ। ଖ, କେଉଁ ଉଦ୍ଦେଶ୍ୟରେ ସବରକର ଜାହାଜରୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ? ଉତ୍ତର ହେଉଛି, ସବରକର ଭାବିଥିଲେ ଜାହାଜରୁ ସମୁଦ୍ରକୁ ଡେଇଁ ପଡ଼ି ସେ ନିକଟସ୍ଥ ଟାପୁକୁ ଚାଲିଯିବେ ଏବଂ ତାହା କେହି ଜାଣିପାରିବେ ନାହିଁ। ଜାହାଜଟି ଦୂରକୁ ଚାଲିଯିବା ପରେ ସେ କୌଣସି ପ୍ରକାର ଖସି ଯାଇପାରିବେ, ତେଣୁ ସେ ଜାହାଜରୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ଗ, ମିତ୍ରମେଳାର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକ ଦିବସ ପାଳନ କଲେ ନାହିଁ କାହିଁକି? ଉତ୍ତର ହେଉଛି, ମିତ୍ରମେଳାର ସଦସ୍ୟମାନଙ୍କୁ ସବରକର ବୁଝାଇ ଦେଲେ ଯେ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ, ତେଣୁ ତାଙ୍କ ବିୟୋଗରେ ଶୋକ ଦିବସ ପାଳନ ହେବ ନାହିଁ। ଏହା ଫଳରେ ବିପ୍ଳବୀ ମିତ୍ରମେଳାର ସଦସ୍ୟମାନେ ଶୋକ ଦିବସ ପାଳନ କଲେ ନାହିଁ। ଘ ନମ୍ବର, ସବରକରଙ୍କୁ କେଉଁ କାରଣରୁ ଆଣ୍ଡାମାନ ପଠାଯାଇଥିଲା? ଉତ୍ତର ହେଉଛି, ବନ୍ଦୀ ଅବସ୍ଥାରେ ଜାହାଜରୁ ଫେରାର ହେବା ଅପରାଧ ଯୋଗୁଁ ସବରକରଙ୍କର ପୁନର୍ବାର ବିଚାର ହେଲା। ଏଥିପାଇଁ ଅଧିକ କଠୋର ଦଣ୍ଡ ବିଧାନ କରାଯାଇ ବନ୍ଦୀ ଭାବରେ ସାରା ଜୀବନ ଅତିବାହିତ କରିବା ପାଇଁ ତାଙ୍କୁ ଆଣ୍ଡାମାନ ଦ୍ୱୀପରେ ଥିବା ଜେଲକୁ ପଠାଇ ଦିଆଗଲା। 9 ନମ୍ବର, ଆଣ୍ଡାମାନରେ କଏଦୀମାନଙ୍କୁ କିପରି ଦଣ୍ଡ ଭୋଗିବାକୁ ପଡ଼ୁଥିଲା? ଆଣ୍ଡାମାନରେ କଏଦୀମାନଙ୍କୁ ବଳଦ ପରି ଘଣା ପେଲିବା କାର୍ଯ୍ୟ କରିବାକୁ ପଡ଼ୁଥିଲା। ସେମାନେ କଠିନ କାର୍ଯ୍ୟ କରିବାକୁ ଅସମର୍ଥ ହେଲେ ପିଠିରେ ଚାବୁକ ପ୍ରହାର ବସୁଥିଲା। ଶୋଷ ମେଣ୍ଟାଇବା ପାଇଁ ପାଣି ମାଗିଲେ ପ୍ରହାର ସହିବାକୁ ପଡ଼ୁଥିଲା। ପ୍ରତ୍ୟେକ 15 ସେର ତେଲ ପେଡ଼ିବାକୁ ପଡ଼ୁଥିଲା। ଟିକିଏ ଠିଆ ହେଲେ ଠେଙ୍ଗିଣି ମାଡ଼ ଦିଆଯାଉଥିଲା। ଆଖିରୁ ଲୁହ ବୋହିଲେ ପୋଛିବାକୁ ମନା ଥିଲା। ଦୈନିକ 2 ତାଟିଆ ଜଳ ପିଇବାକୁ ମିଳୁଥିଲା। ଅଧିକ ଜଳପାନ କଲେ ପ୍ରହାର ଦିଆଯାଉଥିଲା। ସ୍ନାନ କରିବାକୁ ସୁଯୋଗ ନଥିଲା। ଚ, ଜେଲ ଯିବା ଗୌରବର କଥା ବୋଲି ସବରକର କାହିଁକି କହିଥିଲେ? ଜନ୍ମଭୂମିକୁ ପରାଧୀନତାର ଶୃଙ୍ଖଳରୁ ଛିନ୍ନ କରିବା ଲାଗି ବଦ୍ଧପରିକର ହୋଇ ସର୍ବସ୍ୱ ତ୍ୟାଗ କରିବାର ସଂକଳ୍ପ କରିଥିବାରୁ ଜେଲ ଯିବାକୁ ଗୌରବ କଥା ବୋଲି ସବରକର କହିଥିଲେ। ଛ, ଶେଷ ଜୀବନରେ ମଧ୍ୟ ସବରକରଙ୍କୁ ଆଉ ଥରେ କାହିଁକି କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା? ଉତ୍ତର ହେଉଛି, ମହାନ ସଂଗ୍ରାମୀ ସବରକର ଦେଶ ସାରା ଭ୍ରମଣ କରି ସଶସ୍ତ୍ର ସଂଗ୍ରାମ ପାଇଁ ଲୋକମାନଙ୍କୁ ଆହ୍ୱାନ କରିଥିବାରୁ ଶେଷ ଜୀବନରେ ମଧ୍ୟ ତାଙ୍କୁ ଆଉ ଥରେ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା। ସ୍ୱାଧୀନତା ପରେ ଭାରତ 2 ଭାଗ ହେବାରୁ କେଉଁ ନୂତନ ଦେଶଟି ସୃଷ୍ଟି ହେଲା? ଏଟା ହେଉଛି ପାକିସ୍ତାନ। ସ୍ୱାଧୀନତା ପରେ ଭାରତ 2 ଭାଗରେ ହେବାରୁ ନୂତନ ଦେଶ
ପାକିସ୍ତାନ ସୃଷ୍ଟି ହେଲା। ନିମ୍ନଲିଖିତ ଉକ୍ତିଗୁଡ଼ିକୁ କିଏ କେତେବେଳେ କହିଛି ଲେଖ। 3 ନମ୍ବର କ। ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ, ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା? କିଏ କାହାକୁ କହିଥିଲେ? 1901 ମସିହାରେ ବିଲାତରେ ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ପରେ ଭାରତରେ ସର୍ବତ୍ର ତାଙ୍କର ଶୋକ ଦିବସ ପାଳିତ ହେଲା। କିନ୍ତୁ ବିପ୍ଳବୀ ମିତ୍ର ମେଳାର ସଦସ୍ୟମାନଙ୍କୁ ସବରକର ଏକ ବୈଠକରେ କହିଥିଲେ, ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ, ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା? ଖ। ଆରେ ତାତ୍ୟା, ତୁ ଏଠାକୁ ଆସିଲୁ କିପରି? ବିପ୍ଳବୀ ବିନାୟକ ଦାମୋଦର ସବରକରଙ୍କ ପିଲାଦିନର ନାମ ଥିଲା ତାତ୍ୟା। ତାଙ୍କର ବଡ଼ ଭାଇଙ୍କ ନାମ ଥିଲା ଗଣେଶ ସବରକର। କଳାପାଣି ଦଣ୍ଡାଦେଶ ପାଇ ଆଣ୍ଡାମାନ ଜେଲରେ ଥିବାବେଳେ ଦିନେ ଘଣା ପେଲିସାରି ନିଜ କୋଠରୀକୁ ଫେରୁଥିଲେ। ହଠାତ୍ ତାଙ୍କର ଦୃଷ୍ଟି ଜଣେ କଏଦୀଙ୍କ ଉପରେ ପଡ଼ିଲା। ସେ ହେଉଛନ୍ତି ତାଙ୍କର ବଡ଼ ଭାଇ ଗଣେଶ। ସାନ ଭାଇ ସବରକରଙ୍କୁ ସେ ଦେଖି ଆଲିଙ୍ଗନ କରି ଲୁହଝରା ଆଖିରେ କହିଲା, ଆରେ ତାତ୍ୟା, ତୁ ଏଠାକୁ ଆସିଲୁ କିପରି? 4 ନମ୍ବର ହେଉଛି ସରଳାର୍ଥ, ସରଳ ଭାଷାରେ ବୁଝାଇ ଲେଖ। 4 ନମ୍ବର କ। ମହାରାଷ୍ଟ୍ରରେ କ'ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ? ଉତ୍ତର ହେଉଛି ମହାରାଷ୍ଟ୍ରରେ ଡଟ୍ ଡଟ୍ ଡଟ୍, ଯେମିତି ଆମେ ଲେଖୁଛେ ସରଳାର୍ଥ ସେଭଳି ମହାରାଷ୍ଟ୍ରରେ ଡଟ୍ 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 ଗ୍ରହଣ କଲେ। ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ପୁସ୍ତକରେ ଥିବା ଦେଶପ୍ରେମୀ କଏଦୀ ଶୀର୍ଷକ ପ୍ରବନ୍ଧରୁ ଆନିତ। ଏହି ପ୍ରସଙ୍ଗରେ ଲେଖକ ରାମପ୍ରସାଦ ମହାନ୍ତି ସବରକରଙ୍କ ଦେଶପ୍ରେମ ବିଷୟରେ ବାଳ ଗଙ୍ଗାଧର ତିଳକ ଦେଇଥିବା ମତକୁ ପ୍ରକାଶ କରିଛନ୍ତି। 1901 ମସିହାରେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା। ଭାରତରେ ସର୍ବତ୍ର ଏଥିପାଇଁ ଶୋକ ଦିବସ ପାଳିତ ହେଲା। କିନ୍ତୁ ମିତ୍ରମେଳାର ସଦସ୍ୟମାନେ ଶୋକ ଦିବସ ପାଳିଲେ ନାହିଁ। ସବରକର ବିପ୍ଳବୀ ସଦସ୍ୟମାନଙ୍କୁ ଏକ ବୈଠକରେ ଭାଷଣ ମାଧ୍ୟମରେ ଜଣାଇଦେଲେ ଯେ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ, ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା? ସବରକରଙ୍କର ଏହି ଭାଷଣ ସମ୍ବାଦପତ୍ରରେ ବାହାରିବା ପରେ ସରକାର କ୍ଷୁବ୍ଧ ହୋଇ ତାଙ୍କୁ ଜେଲରୁ ବହିଷ୍କାର କରିଦେଲେ। କିନ୍ତୁ ଦେଶର ବରେଣ୍ୟ ନେତା ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ ଏ ସମ୍ବାଦଟି ପଢ଼ିବା ପରେ ତାଙ୍କ ମୁଖରୁ ବାହାରି ପଡ଼ିଲା, ମହାରାଷ୍ଟ୍ରରେ କ'ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ? ପ୍ରସଙ୍ଗଟି ପ୍ରଶଂସନୀୟ। ଖ ନମ୍ବର। ମହାବଳବାନ ସିଂହକୁ ପିଞ୍ଜରାମୁକ୍ତ କରି କିଏ ବା ନିଶ୍ଚିତ ହୋଇପାରିବ? ଉତ୍ତର ହେଉଛି ମହାବଳବାନ ଡଟ୍ 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 ପାରିବ। ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ପୁସ୍ତକର ଦେଶପ୍ରେମୀ କଏଦୀ ଶୀର୍ଷକ ପ୍ରବନ୍ଧରୁ ଆନିତ। ଏହି ପ୍ରସଙ୍ଗରେ ଲେଖକ ରାମପ୍ରସାଦ ମହାନ୍ତି ସବରକରଙ୍କୁ ଇଂରେଜ ସରକାର କିଭଳି ଭୟ କରୁଥିଲେ ତାହା ବର୍ଣ୍ଣନା କରିଛନ୍ତି। ଭାରତରୁ ଇଂରେଜ ଶାସନ ଲୋପ କରିବା ପାଇଁ ସବରକର ସଂଗ୍ରାମ କରି ଜେଲ୍ ଯାଇଥିଲେ। ବନ୍ଦୀ ଅବସ୍ଥାରେ ଫେରାର ଅପରାଧ ଯୋଗୁଁ ତାଙ୍କୁ କଠୋର ଦଣ୍ଡ ସ୍ୱରୂପ କଳାପାଣି ଦଣ୍ଡାଦେଶ ହେଲା। ସେଠାରେ ତାଙ୍କର ବଡ଼ ଭାଇ ମଧ୍ୟ ବନ୍ଦୀ ଜୀବନଯାପନ କରୁଥିଲେ। ଦୀର୍ଘ 10 ବର୍ଷ କାଳ ବହୁ ନିର୍ଯାତନା ମଧ୍ୟରେ ସବରକର ଆଣ୍ଡାମାନରେ କାଳ କାଟିଲେ। ଶେଷରେ ବନ୍ଦୀଶାଳାରୁ ଦୁଇ ଭାଇ ଏକା ସାଙ୍ଗରେ ମୁକ୍ତିଲାଭ କରି ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। କିନ୍ତୁ ଇଂରେଜ ସରକାରଙ୍କର ସବରକରଙ୍କ ପ୍ରତି ଅତିଶୟ ଭୟ ଥିଲା। ସେଭଳି ମହାବଳବାନ ସିଂହକୁ ପିଞ୍ଜରାମୁକ୍ତ କରି ଇଂରେଜ ସରକାର ନିଶ୍ଚିନ୍ତ ରହିପାରିବେ ନାହିଁ। ତେଣୁ ତାଙ୍କୁ ପୁନର୍ବାର ବନ୍ଦୀ କରି ବଙ୍ଗର ଆଲିପୁର ଜେଲକୁ ପଠାଇ ନଜରବନ୍ଦୀ କରି ରଖିଲେ। ପ୍ରସଙ୍ଗଟି ବୁଝୁଛେ। 5 ନମ୍ବର। ବାକ୍ୟ ଗଠନ। କୃତ ସଂକଳ୍ପ ହେଲା। କୃତ ସଂକଳ୍ପ ହେଉଛି ଦେଶ ସେବା ପାଇଁ କୃତ ସଂକଳ୍ପ ହୋଇ ସବରକର ବନ୍ଦୀ ହୋଇଥିଲେ। ତାପରେ ଆହ୍ୱାନ। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଅନେକ ଛାତ୍ର ଓ ଯୁବକ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ତାପରେ ହେଉଛି ପ୍ରତ୍ୟାବର୍ତ୍ତନ। ସବରକର ଭାରତ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ପୁନର୍ବାର ବନ୍ଦୀ ହେଲେ। ସବରକରଙ୍କ ତ୍ୟାଗ ଆମ ପାଇଁ ଅବିସ୍ମରଣୀୟ। ତାପରେ ଉନ୍ମତ୍ତ। ଅନେକ ଦେଶପ୍ରେମୀ ମହାତ୍ମା ଗାନ୍ଧୀଙ୍କୁ ଦେଖିବା ପାଇଁ ଉନ୍ମତ୍ତ ହୋଇ ଉଠୁଥିଲେ। ସବରକରଙ୍କର ଓଜସ୍ୱିନୀ ଭାଷଣ ଶୁଣି ମିତ୍ର ଦଳର ସଦସ୍ୟମାନେ ପ୍ରଭାବିତ ହେଲେ। ଚୋର ଏଭଳି ଭାବରେ ଖସି ପଳାଇଲା ଯେ ପୋଲିସ ତାର ଆଭାସ ପାଇଲା ନାହିଁ। ଏଭଳି। ତାପରେ ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି, ସେଗୁଡ଼ିକର ଡାହାଣ ପାଖରେ ରକ୍ତ ଶବ୍ଦ ଯୋଗ କରି ନୂଆ ଶବ୍ଦ ଲେଖ ଓ ସେଇ ନୂଆ ଶବ୍ଦକୁ ବ୍ୟବହାର କରି ଗୋଟିଏ ବାକ୍ୟ ଗଠନ କର। ଯେମିତି ସଂଗ୍ରାମ, ତାର ଗୋଟେ ନୂତନ ଶବ୍ଦ ହେବ ସଂଗ୍ରାମରତ, ରତ ବ୍ୟବହାର ହେବ। ଯେମିତି କାର୍ଯ୍ୟରତ, ଅଧ୍ୟୟନରତ, ସାଧନାରତ, ତାକୁ ବାକ୍ୟ କରିବା। ପ୍ରଥମ ହେଉଛି ସଂଗ୍ରାମରତ। ସବରକର ଜୀବନବ୍ୟାପୀ ସଂଗ୍ରାମରତ ଥିଲେ। ତାପରେ ଅଛି କାର୍ଯ୍ୟରତ। ଗୋପାଳ କାର୍ଯ୍ୟରତ ଅଛି, ପିଣ୍ଟୁ ଅଧ୍ୟୟନରତ ରହିଛି, ମଧୁବାବୁ ସାଧନାରତ ଥିଲେ। 7 ନମ୍ବର। ନିମ୍ନ ଗଦ୍ୟାଂଶରେ ଥିବା ଭିନ୍ନ ଭିନ୍ନ ମାତ୍ରା ଓ ଫଳାଗୁଡ଼ିକୁ ଚିହ୍ନଟ କର। 1901 ମସିହାରେ ଯେତେବେଳେ ବିଲାତର ରାଣୀ
ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା ଭାରତରେ ସର୍ବତ୍ର ଶୋକ ପାଳିତ ହେଲା, କିନ୍ତୁ ମିତ୍ର ମେଳାର ସଦସ୍ୟମାନେ ଶୋକ ଦିବସ ପାଳିଲେ ନାହିଁ। ସବରକର ଗୋଟିଏ ବୈଠକ ଡାକି ସେଥିରେ ଓଜସ୍ୱିନୀ ଭାଷଣ ଦେଲେ। ସେ କହିଲେ, ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ, ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା? ଏଇଥିରୁ ଆମେ ହେଲା ମାତ୍ରା ଦେଖିବା ଆଉ ଫଳା ଦେଖିବା। କେଉଁଠି ଅଛି? ହର୍ଷେଇ ଅଛି, ଇକାର, କ ଫଳା ଅଛି, ଆକାର ଅଛି, ଜ ଫଳା ଅଛି, ଅଛି, ଏ ମାତ୍ରା ଅଛି, ର ଫଳା ଅଛି, ତାପରେ ଇକାର ଅଛି ମାତ୍ରା, ଓକାର ଅଛି, ରୁକାର ଅଛି, ହର୍ଷଉକାର ମଧ୍ୟ ଅଛି, ର ଫଳା ଅଛି, ତ ଫଳା ମଧ୍ୟ ଅଛି, ଜ ଫଳା ଅଛି, କ ଫଳା ଅଛି। ଏସବୁ ଆରି ଭିତରେ ରହିଛି। ତାପରେ 8 ନମ୍ବର, ଲୋକମାନେ ଶୋକ ପାଳନ କଲେ। ଏହି ବାକ୍ୟକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କଲେ ହେବ ଲୋକମାନେ ଶୋକ ପାଳନ କରିବେ। ସେହିପରି ନିମ୍ନଲିଖିତ ବାକ୍ୟ ଗୁଡ଼ିକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କରି ଲେଖ। କ, ଏହା ଭବିଷ୍ୟତ କେମିତି କରିହେବ? ସିପାହୀମାନେ ତାଙ୍କ ପାଖରେ ପହଞ୍ଚିଗଲେ। ଉତ୍ତର ହେଉଛି ସିପାହୀମାନେ ତାଙ୍କ ପାଖରେ ପହଞ୍ଚିବେ। ଖ, ସରକାର ତାଙ୍କ ଉପରୁ କଟକଣା ଉଠାଇ ନେଲେ। ସରକାର ତାଙ୍କ ଉପରୁ କଟକଣା ଉଠାଇ ନେବେ। ଗ, ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଗଲା। ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଯିବ। ସେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। ଉତ୍ତର, ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବେ। ବଳ 9 ନମ୍ବର, ବଳ ଶବ୍ଦରେ ବାନ ଲଗାଇଲେ ବଳବାନ, ଯେମିତି ନୂଆ ଶବ୍ଦ ଲେଖିବା। ଧନ, ଧନବାନ, ମୂଲ୍ୟ, ମୂଲ୍ୟବାନ, ଜ୍ଞାନ, ଜ୍ଞାନବାନ, ଶ୍ରଦ୍ଧା, ଶ୍ରଦ୍ଧାବାନ, ନ୍ୟାୟ, ନ୍ୟାୟବାନ। 10 ନମ୍ବର, କଳାପାଣି ନାଁ ଶୁଣିଲେ ଅନେକ ବନ୍ଦୀଙ୍କ ସେ ସ୍ନାନ କରିବ। ପାଠରେ ଏହି ଅନୁଚ୍ଛେଦଟି ପଢ଼ ଏବଂ ଏପରି ପ୍ରଶ୍ନ ଗୁଡ଼ିଏ ତିଆରି କର ଯେଉଁଗୁଡ଼ିକର ଉତ୍ତର ସେହି ଅନୁଚ୍ଛେଦରୁ ହିଁ ମିଳିବ। ଉତ୍ତର ହେଇଛି, କେଉଁ ନାଁ ଶୁଣିଲେ ଅନେକ ବନ୍ଦୀଙ୍କ ହୃଦସ୍ପନ୍ଦନ ବଢ଼ିଯାଉଥାଏ? ଖ, ଅନେକ ବନ୍ଦୀଙ୍କ ହୃଦସ୍ପନ୍ଦନ କାହିଁକି ବଢ଼ିଯାଉଥାଏ? କଳାପାଣିର ଜଳବାୟୁ କିପରି? କଳାପାଣିରେ ବନ୍ଦୀମାନଙ୍କୁ କେଉଁ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା? ବନ୍ଦୀମାନେ ଶ୍ରମ କରିବାକୁ ଅସମର୍ଥ ହେଲେ କଳାପାଣିରେ ସେମାନଙ୍କୁ କେଉଁ ଦଣ୍ଡ ମିଳୁଥିଲା? ବନ୍ଦୀମାନେ କଳାପାଣିରେ ପ୍ରତ୍ୟେହ କେତେ ସେର ତେଲ ପେଡ଼ୁଥିଲେ? ବନ୍ଦୀମାନଙ୍କୁ କଳାପାଣିରେ କେତେ ପାଣି ପିଇବାକୁ ମିଳୁଥିଲା? ବନ୍ଦୀମାନେ କଳାପାଣିରେ କିପରି ସ୍ନାନ କରନ୍ତି? ଏଇଭଳି ସବୁ ପ୍ରଶ୍ନ ବାହାରିବ। 11, ଯେପରି ଉଚ୍ଚ ଉଚ୍ଚତର, ଉଚ୍ଚତମ, ସେହିଭଳି କ'ଣ ହେବ? କ୍ଷୁଦ୍ର କ୍ଷୁଦ୍ରତର, କ୍ଷୁଦ୍ରତମ, ପ୍ରିୟ ପ୍ରିୟତର, ପ୍ରିୟତମ, ଲଘୁ ଲଘୁତର, ଲଘୁତମ। 12, ମହାରାଣୀ ଶବ୍ଦକୁ ପୁଲିଙ୍ଗରେ ଲେଖିଲେ ହେବ ମହାରାଜା। ସେହିଭଳି ଅନ୍ୟ ଗୁଡ଼ିକ କେମିତି ହେବ? ସାହେବାଣୀ ପୁଲିଙ୍ଗ କ'ଣ ହେବ? ସାହେବ। ମୂଲ୍ୟାଣୀ ମୂଲିଆ, ସମୁଦୁଣୀ ସମୁଦି, ବାଘୁଣୀ ବାଘ, ଭିକାରୁଣୀ ଭିକାରୀ। 13 ନମ୍ବର, ତଳଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ସବରକରଙ୍କ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ। ଓଜସ୍ୱିନୀ, ବହିଷ୍କାର, କ୍ଷୁବ୍ଧ, ସ୍ୱଦେଶ, ଆହ୍ୱାନ। ଗୋଟେ ଅନୁଚ୍ଛେଦ ଲେଖିବ। ଅନୁଚ୍ଛେଦଟି ହେଉଛି ଉତ୍ତର, ସବରକର କଲେଜରେ ପଢ଼ୁଥିବା ବେଳେ ମାତ୍ର 18 ବର୍ଷ ବୟସରେ ମିତ୍ରମେଳା ନାମରେ ଗୋଟିଏ ବିପ୍ଳବୀ ଦଳ ଗଢ଼ିଥିଲେ। ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକ ଦିବସ ପାଳନ ନ କରିବା ପାଇଁ ସେ ତାଙ୍କର ବିପ୍ଳବୀ ସଭ୍ୟମାନଙ୍କୁ ଓଜସ୍ୱିନୀ ଭାଷଣ ଶୁଣାଇଥିଲେ। ତାଙ୍କର ଏହି ଭାଷଣ ସମ୍ବାଦପତ୍ରରେ ପ୍ରକାଶିତ ହେବା ପରେ ସରକାର କ୍ରୁଦ୍ଧ ହୋଇ ତାଙ୍କୁ କଲେଜରୁ ବହିଷ୍କାର କରିଦେଲେ। ତଥାପି ସ୍ୱଦେଶ ପ୍ରେମୀ ସବରକର ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ବିଦେଶୀ ଦ୍ରବ୍ୟ ବ୍ୟବହାର ନ କରିବା ଆନ୍ଦୋଳନରେ ସାମିଲ ହୋଇଥିଲେ। ଏ ହେଉଛି ଶେଷ। ଏଠୁ